ଯାଉଛନ୍ତି ବହୁତ ଝାଳ ବହୁଛି ଆପଣଙ୍କ ଦେହରୁ ତାହେଲେ ଦେଖନ୍ତୁ ଆପଣଙ୍କ ବଡ଼ିରେ କ'ଣ ଅଛି କମି ଆପଣଙ୍କ ବଡ଼ିରେ ସୋଡ଼ିୟମ୍ କ୍ୟାଲସିୟମ୍ ପୋଟାସିୟମ୍ କେଉଁ ଜିନିଷର କମି ଅଛି ଆପଣଙ୍କ ଖାଦ୍ୟରେ କ'ଣ ଭଲ ଅଛି କ'ଣ ଖରାପ ଅଛି ଗୋଟେ ଜିନିଷ ମନେ ରଖନ୍ତୁ ବହୁତ ଇମ୍ପୋର୍ଟାଣ୍ଟ ଅଛି ସେଇଟା ହେଉଛି ପାଣି ଯେଉଁଟାକି ଆପଣ ଏ ଗରମରେ ସଫିସିଏଣ୍ଟ ପାଣି ପିଅନ୍ତୁ ଯଦି ପ୍ଲେନ୍ ପାଣି ପିଇ ପାରୁନାହାନ୍ତି ଲେମ୍ବୁ ପାଣି କରି ପିଅନ୍ତୁ ଦହି ଖାଆନ୍ତୁ ଛାଞ୍ଚ ଖାଆନ୍ତୁ ପଇଡ଼ ଆପଣ ୟୁଜ୍ କରନ୍ତୁ ବାହାରେ ବି ସଫିସିଏଣ୍ଟ ପଇଡ଼ ମାର୍କେଟରେ ମିଳିଯାଉଛି ଆପଣଙ୍କ ଘରେ ବି ଆପଣ ଅଲଗା କିଛି ସର୍ବତ ଆକାରରେ କିଛି କରିକି ବି ଆପଣ ଖାଇପାରିବେ ଯାହା ବି କରୁଛନ୍ତି ୱାଟର ଇନଟେକ୍ ଆପଣ ଠିକ୍ ରଖନ୍ତୁ ନହେଲେ ବହୁତ ସାରା ପ୍ରୋବ୍ଲେମ୍ ହେଇଯିବ ଯେମିତିକି ଆମର ବଡ଼ି ଡିହାଇଡ୍ରେସନ୍ ହେଇଯିବ ଆମର ଭୋମିଟିଂ ହେବ ଥକା ଲାଗିବ ଅନ୍ୟ କିଛି ଜିନିଷ ଖାଇବାକୁ ଇଚ୍ଛା ହେବନି ଆଉ ଯଦି ଫ୍ରୁଟ୍ସ ଖାଉଛନ୍ତି ଫ୍ରୁଟ୍ସରେ ଦେଖନ୍ତୁ କେଉଁ ଜିନିଷରେ ଜଳୀୟ ଅଂଶ ବେଶୀ ଅଛି ଯେମିତିକି ଆମର ତରଭୁଜରେ ଅଛି ପାଚିଲା ଅମୃତଭଣ୍ଡାରେ ଅଛି ଯେମିତିକି ଆମର ଅଙ୍ଗୁରରେ ଅଛି ଏଇ ଟାଇପ୍ର ଜିନିଷ ୟୁଜ୍ କରନ୍ତି ଆଉ ଯଦି ପରିବା ୟୁଜ୍ କରୁଛନ୍ତି ଯେଉଁଟାକି ଆମର ଯେମିତିକି କଞ୍ଚା ଅମୃତଭଣ୍ଡା ଅଛି ଲାଉ ଅଛି ଏସବୁରେ ଆମର ଜଳୀୟ ଅଂଶ ବହୁତ ଅଛି କାକୁଡ଼ି ସାଲାଡ଼ କରି ଖାଇପାରିବେ ଏଇ ଗରମ ଦିନରେ ଆପଣ ଏଇସବୁ ଜିନିଷକୁ ମାଇଣ୍ଡରେ ରଖନ୍ତୁ କୌଣସି ମସଲା ମସଲି ନ ଖାଇକି ଯଦି ଆପଣ ଜଳୀୟ ଜିନିଷ ଉପରେ ଆପଣ ଆପଣଙ୍କ ବଡ଼ିକି ଠିକ୍ ରଖିବାକୁ ଚାହୁଁଛନ୍ତି ବଡ଼ି ଯେମିତି ଡିହାଇଡ୍ରେସନ୍ ନ ହେବ ଆପଣଙ୍କର ସେଇ ହିସାବରେ ଆପଣ ଏଇସବୁ ଜଳୀୟ ଅଂଶକୁ ଯେମିତି ଫ୍ରୁଟ୍ ଭେଜିଟେବୁଲ୍ ଆଉ ମୁଁ ଯେତେ ପ୍ରକାର କହିଲି ଯେମିତି ପଇଡ଼ କହିଲି ଅନ୍ୟାନ୍ୟ ଜିନିଷ ସବୁ କହିଲେ ଦହି ଛାଞ୍ଚ ଏମିତି ଆପଣ ୟୁଜ୍ କରନ୍ତୁ ଗରମ ଦିନରେ ଦେଖିବେ ଆପଣ ନିହାତି ସୁସ୍ଥ ହୋଇପାରିବେ ଭଲ ହୋଇପାରିବେ କୌଣସି ବେଶୀ ମୂଲ୍ୟ ନାହିଁ ଆପଣଙ୍କ ଘରେ ଅଛି ଆପଣଙ୍କ ଆଖପାଖରେ ଅଛି ଆପଣ ସରାଉଣ୍ଡିଂରେ ଅଛି ସବୁ ଜିନିଷ ଆପଣଙ୍କୁ ମିଳିଯିବ କିନ୍ତୁ ଆପଣଙ୍କୁ ଆଲର୍ଟ ହୋଇକି ରହିକି ଏସବୁ ଜିନିଷକୁ ୟୁଜ୍ କରିବାର ଅଛି ଆପଣ ୟୁଜ୍ କରନ୍ତୁ ତା ସାଙ୍ଗେ ଆପଣ ପରିବାରରେ ଯେ ମେମ୍ବର ଅଛନ୍ତି ତାଙ୍କୁ ବି ୟୁଜ୍ କରାନ୍ତୁ ଦେଖିବେ ବହୁତ ସାରା ବେନିଫିଟ୍ ଅଛି ଆପଣ ବଡ଼ି ଡିହାଇଡ୍ରେସନ୍ରୁ ଯେମିତିକି ଆମର କୁହନ୍ତି ସନଷ୍ଟ୍ରୋକ୍ ଯେମିତି ସେଇଟା ନ ହେବ ଯଦି ବାହାର କୁଆଡ଼େ ଯାଉଛନ୍ତି ଗୋଟେ ଛୋଟ ବୋତଲ ପାଣି ବି ଆପଣ ନେଇପାରିବେ ମାର୍କେଟରେ ମିଳୁଛି କିନ୍ତୁ ଆପଣ ଆପଣଙ୍କ ପାଖରେ ଯଦି ରଖୁଛନ୍ତି ସେଇଟା ଆପଣଙ୍କୁ ବହୁତ ସାରା ବେନିଫିଟ୍ ଆସିବ କେତେବେଳେ କେଉଁ ମୁହୂର୍ତ୍ତରେ ବି ଆପଣ ୟୁଜ୍ କରିପାରିବେ ଦରକାର ପଡ଼ିପାରେ ସେଇଟା ସେଥିପାଇଁ ମୋତେ ଏଇଟା ଆଲର୍ଟ ରୁହନ୍ତୁ ଆଉ ପାଣି ନିହାତି ଆପଣ ଆବଶ୍ୟକ ଅନୁସାରେ ଆପଣ ୟୁଜ୍ କରନ୍ତୁ ଆପଣ ଦେଖିବେ ବହୁତ ସାରା ବେନିଫିଟ୍ ଅଛି